ମୂଷା ହାତ ହାତ ଏଇଠି ରଖିଲି ତୁ ଆଜି ଘରକୁ ଗଲେ ମୋ 12 ହାତିଆ ଝାଡୁରେ ତୋ ଦେହରୁ ଡାହାଣୀ ଛଡେଇବି। ଆଲୋ ଏ ରାମିଆ ବୋଉ ତୁ କାହିଁକି ଏତେ ରାଗୁଛୁ କହିଲୁ? ଆଲୋ ତୁ ଟିକେ ଆସିଲୁ ମୁଁ ତତେ ଟିକେ ଆଗେ ଗେଲ କରିଦିଏ। ଆଲୋ ମୁଁ କଣ ତୋର ଗୋଟାଏ ବୋଲି ସ୍ୱାମୀ? ଆରେ ତୁ ଏମିତି କଣ ହଉଛୁ? ଆଲୋ ତୋର ଗୋଟାଏ ବୋଲି ସ୍ୱାମୀ ଆମର ଝିଅ କେହି ନାହାନ୍ତି ବୋଲି ମୁଁ ତତେ ଶ୍ରଦ୍ଧାରେ ଭଗିଆ ବୋଉ ଆଉ ରାମିଆ ବୋଉ ବୋଲି ଡାକିଦିଏ। ସେଥିପାଇଁ କଣ ମୁଁ ତତେ ନ ପଚାରି କେମିତି କହିଲୁ କେଉଁଠି ଗୋଟେ ଘର ମୁଠ କରିଦେବି ବୋଲି? ଏକେଟା ହରିଆ ଭାଇ ଠିକ କଥା କହିଲ। ଗଛ ମୂଳେ ହିରି ବୁଢା ହେଇଗଲଣି ଆଉ ଜାଣିପାରୁନ ଏଇ ଗଛ ମୂଳେ ବିଶ୍ରାମ କର। ହେ ଭାଗ୍ୟା ବୋଉ ଆଲୋ ଏମିତି ହନେଇକି ଠିଆଟା ହେଇଛୁ କଣ? ମୁଁ ଯାହା କହିଲି ବୁଝିପାରିଲି ତ? ହଁ ବୁଝିପାରିଲି। ହ୍ୟାଲୋ ଏ ସଂସାରରେ ଆମର କେହି ନାହାନ୍ତି ବୋଲି ମୁଁ ତତେ ସ୍ନେହରେ ଭଗିଆ ବୋଉ ଆଉ ରାମିଆ ବୋଉ ବୋଲି ଡାକିଦିଏ। କାହିଁକି ଜାଣିଛୁ ଯାହାର ଏ ସଂସାରରେ କେହି ନାହାନ୍ତି ତାକୁ ପରା ଭଗବାନ ସାହାଯ୍ୟ। ସେଇଥିପାଇଁ ସେଇ ଭଗବାନଙ୍କର ନାମ ଧରି ମୁଁ ତତେ ସ୍ନେହରେ ରାମିଆ ବୋଉ ଆଉ ଭଗିଆ ବୋଉ ବୋଲି ଡାକିଦିଏ। ଏ ଭଗିଆ ବୋଉ ଟିକେ ମୋ ଆଡ଼େ ଆସିଲୁ। ଆଲୋ ଏଇ ଦେଖିଲାଲୁ ଏ ସୁନ୍ଦର ଜଟିଆ ଦୁଇ ଆମକୁ କିପରି କ୍ଷୀର ମାଗୁଛନ୍ତି। ସେ କହୁଛନ୍ତି ସେମାନେ କୋଉଠି ପ୍ରସାଦ ଅଛନ୍ତି ସେଥିପାଇଁ ସେ ଆମକୁ କ୍ଷୀର ମାଗୁଛନ୍ତି। ତୁ କଣ କହୁଛୁ? ଯଦି ସେ କ୍ଷୀର ମାଗୁଛନ୍ତି ତାହେଲେ ଦଉନ ତାକୁ ଦିଅ କ୍ଷୀର ଦିଅ। ଆରେ ତାଙ୍କ କଥା କାହିଁ ସୁସ୍ଥ କହିଲ? ଏ ଭାଇ ସେ ଖଳି ଗୁଡାକ ବନ୍ଦ କରି ବୁଦ୍ଧି ଦିଅ। ହରିଆଇ ତମେ ସେ କାନ୍ଧରେ ବାହାକି କରି ଘରକୁ ନେଇଯାଅ। କ୍ଷୀର ତାଙ୍କ ବୋପା ଖାଇଦେଲା। ଠିକ କଥା କହିଛୁ ମୁନା ଭାଇ। ଆରେ ହରିଆ ଭାଇ ସେଇ ଭାର ଗୁଡାକ ଭଲ କି ସଜାଡ଼ିକି ଜଲ୍ଦି